ଦୃଷ୍ଟିହୀନଙ୍କ ପାଇଁ ଉଦାହରଣ ପାଲଟିଥିବା ବ୍ରେଲି ଲିପିର ଉଦ୍ଭାବକ ବୈଜ୍ଞାନିକ ଲୁଇସ୍ ବ୍ରେଲିଙ୍କ 163ତମ ଶ୍ରାଦ୍ଧ ଦିବସ 2024 ଜାନୁଆରୀ 6 ତାରିଖ ଦିନ ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ କାଣ୍ଟି ପଞ୍ଚାୟତର ବାହିଲିପଡ଼ା ସ୍ଥିତ ସ୍ୱପ୍ନେଶ୍ୱର ଶିବ ମନ୍ଦିର ନିକଟରେ ପାଳନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ସିଙ୍ଗାରପଲ୍ଲୀ ପଞ୍ଚାୟତ ସୁଣ୍ଡିଝୋଲା ଗ୍ରାମର ଉଦୀୟମାନ ଯୁବକ ଶ୍ରୀ ଜିତେନ୍ଦ୍ର ବାହୁଙ୍କ ଉଦ୍ୟମରେ ଦୃଷ୍ଟିହୀନ କଳାକାରମାନଙ୍କୁ ନେଇ ଗଠିତ ଓମ୍ ଶ୍ରୀ ଦୃଷ୍ଟିହୀନ ଲୋକ ସଙ୍ଗୀତ ପରିଷଦ ବାହାଡ଼ା ଝୋଲା ଜି ନୟାଗଡ଼ ପକ୍ଷରୁ ଲୁଇସ୍ ବ୍ରେଲିଙ୍କ ଏହି 163ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଥିଲା। ଏଥିନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଆସ୍କା ଅଞ୍ଚଳର ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ବଂଶୀଧର ନାହକ ଏବଂ ମୁଖ୍ୟ ବକ୍ତା ଭାବେ ନୟାଗଡ଼ ଜିଲ୍ଲାର ଦାମ ସାହାରେ ଭାବେ ପରିଚିତ ଓ ଚର୍ଚ୍ଚିତ ବରିଷ୍ଠ ସମାଜସେବୀ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଦାମୋଦର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଶ୍ରୟର ସମ୍ପାଦକ ଲୋକନାଥ ମିଶ୍ର, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାର ସମ୍ପାଦକ ଶିବରାମ ମହାପାତ୍ର, ସ୍ଥାନୀୟ କଣ୍ଟି ପଞ୍ଚାୟତର ସରପଞ୍ଚ ମୋନାଲିସା ହରିଚନ୍ଦନ, ବାହାଡ଼ା ଝୋଲା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ଆଇନଜୀବୀ ବିନୋଦ କୁମାର ସାହୁ, ସମାଜସେବୀ ଶୁଭ୍ରାଂଶୁ ଶେଖର ମହାନ୍ତି, ଅମରେନ୍ଦ୍ର ପାତ୍ରଙ୍କ ସମେତ ଉନଡୋସ୍ କଲେଜର ଆସିଷ୍ଟାଣ୍ଟ ଡାଇରେକ୍ଟର ସୁଶାନ୍ତ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନେ ବୈଜ୍ଞାନିକ ଲୁଇସ୍ ବ୍ରେଲିଙ୍କ ସ୍ମୃତିଚାରଣ କରିବା ସହ ଦୃଷ୍ଟିହୀନ ସମାଜ ପାଇଁ ତାଙ୍କର ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଦୃଷ୍ଟିହୀନମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା ଏବଂ ପରିଷଦର ଦୃଷ୍ଟିହୀନ କଳାକାରମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା, ଯାହାକୁ କି ଉପସ୍ଥିତ ଦର୍ଶକମାନେ ଉପଭୋଗ କରିବା ସହ ପ୍ରଶଂସା କରିଥିଲେ। ନୟାଗଡ଼ ଜିଲ୍ଲାରୁ ସ୍ପେଶାଲ ବ୍ୟୁରୋ ଚିଫ୍ ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।